ଆପଣ ନାଁ କ'ଣ କହିଲେ? ମୁଁ ଡକ୍ଟର ଚିନ୍ମୟ ଭବାନୀ ପ୍ରସାଦ। ମୁଁ ପ୍ରଫେସର ଆଣ୍ଡ ହେଡ୍ ଶଲ୍ୟତନ୍ତ୍ର ଡିପାର୍ଟମେଣ୍ଟରେ ଅଛି ଗଭର୍ଣ୍ଣମେଣ୍ଟ ଆୟୁର୍ବେଦିକ କଲେଜ ଆଙ୍କୁଶପୁରରେ। ଆଣ୍ଡ ଆଜି ମୋତେ ଗୋଟେ ଅପରଚ୍ୟୁନିଟି ମିଳିଛି ଆୟୁଷ ହର୍ବାଲ ହେଲ୍ଥ କେୟାର ପଞ୍ଚକର୍ମ ୟୁନିଟ୍କୁ ଟିକେ ବୁଲିବା ପାଇଁ। ଆଣ୍ଡ ଏଠାରେ ମୁଁ ବୋଧେ ପ୍ରଥମ ଥର ପାଇଁ ଏଥର ଆସିବାକୁ ଅପରଚ୍ୟୁନିଟି ମିଳିଛି। ଆଣ୍ଡ ମୁଁ ବୁଲିବା ଦ୍ୱାରା ମୋତେ ବହୁତ ଖୁସି ଅନୁଭୂତ ହେଲା। ଆଣ୍ଡ ମୋତେ ଲାଗିଲା ଯେ ନିଶ୍ଚିତ ରୂପେ ଡକ୍ଟର ସୁରଜିତ କୁମାର ପାଣିଗ୍ରାହୀ ସାର୍, ଯିଏକି ଏଠାକାର ସିନିୟର ପଞ୍ଚକର୍ମ କନସଲଟାଣ୍ଟ ଅଛନ୍ତି ଆଣ୍ଡ ଜଣେ ଭାରି ରିନାଉଣ୍ଡ ଫିଜିସିଆନ୍। ତାଙ୍କର ଅନୁଭୂତି ଏବଂ ତାଙ୍କର ଚିକିତ୍ସା ପଦ୍ଧତି ନିହାତି ରୂପେ ଗୋଟେ ନିଆରା ଚିକିତ୍ସା ପଦ୍ଧତି। ଏବଂ ମୁଁ ଏଠାରେ ଆସି ଦେଖିଲି ଯେ ଜଳକ ଅବଚାରଣ ଏବଂ ତାଙ୍କ ଦ୍ୱାରା ଟ୍ରିଟମେଣ୍ଟ ହେଇଥିବା ନା କେସ୍ ଆଣ୍ଡ କେସ୍ ଷ୍ଟଡି ଯେଉଁ ଆମେ ଦେଖିଲୁ, ସେଥିରୁ ନିହାତି ରୂପେ ମୁଁ ବହୁତ ଉତ୍ସାହିତ ଯେ ଏତେ ବର୍ଷ ଚିକିତ୍ସା କ୍ୟାରିୟର ଭିତରେ ସେ ନିଶ୍ଚିତ ରୂପେ ବହୁତ ଅନୁସନ୍ଧାନ କରିଥିବେ, ଯାହାଦ୍ୱାରା କି ସେ ଏତେ ସୁନ୍ଦର ଚିକିତ୍ସା କରୁଛନ୍ତି ଏବଂ ରୋଗୀମାନଙ୍କୁ ଏତେ ସଫଳତାର ସହିତ ଠିକ୍ କରିପାରୁଛନ୍ତି। ଏହା ଗୋଟେ ଆୟୁର୍ବେଦ ପାଇଁ ଗୋଟେ ବଡ଼ ଆଚିଭମେଣ୍ଟ। ଆଉ ଏଠି ଡକ୍ଟର ଷ୍ଟାଫ୍ ମାନଙ୍କୁ ଆପଣ କ'ଣ କହିବେ? ଦେଖନ୍ତୁ, ବହୁତ ଜାଗାରେ ତ ଆପଣ ଦେଖା ପାଇବେ କେରଳ ଚିକିତ୍ସା ପଦ୍ଧତି, କେରଳ ପଞ୍ଚକର୍ମ ପଦ୍ଧତି ଆଣ୍ଡ ପଞ୍ଚକର୍ମ ୟୁନିଟ୍, ଏଇଟା ତ ସବୁ ଜାଗାରେ ପାଇବେ। ବହୁତ କମ୍ ଜାଗାରେ ଅଛନ୍ତି ଯେଉଁମାନେ କି ଅଥେଣ୍ଟିକେଟେଡ ଆଣ୍ଡ ପ୍ରପର ଆୟୁର୍ବେଦ ଟ୍ରିଟମେଣ୍ଟ ଆଣ୍ଡ ଆୟୁର୍ବେଦ ମେଡିସିନ୍ସକୁ ଆଡାପ୍ଟ କରୁଛନ୍ତି। ଆଣ୍ଡ ଏଠାରେ ଏଇ ଜିନିଷଟାର ଅଥେଣ୍ଟିକେସନ୍ ଅଛି। ଏଠି ପ୍ରପରଲି କେବଳ ପଞ୍ଚକର୍ମ ଥେରାପି ୟୁନିଟ୍ ଅର୍ଥ ବହୁତ ଲୋକ ବୁଝିଥାନ୍ତି ଯେ ଗୋଟେ ମସାଜ ସେଣ୍ଟର। ଏଇଟା ମସାଜ ସେଣ୍ଟର ନୁହଁ, ଏଇଟା ଚିକିତ୍ସା ସେଣ୍ଟର। ଏଠି ଲୋକମାନଙ୍କୁ ଚିକିତ୍ସା ଦିଆହେଉଛି, ଜଳକ ଅପଚାରଣ କରାହେଉଛି, ରକ୍ତମୋକ୍ଷଣ କରାହେଉଛି, ବସ୍ତି ଦିଆହେଉଛି, ଶିରଧାରା କରାହେଉଛି। ଏଇଟା ଗୋଟେ ପ୍ରପର ପଞ୍ଚକର୍ମ ପଦ୍ଧତି ଯେଉଁଟାକି କେରଳ ପଦ୍ଧତି ସହିତ ଇକ୍ୟୁଭାଲେଣ୍ଟ। ଆଣ୍ଡ ସେଇ ମେଥଡୋଲୋଜି ଆଣ୍ଡ ସେଇ ଟେକ୍ନିକ୍ସ ଆଡପ୍ଟ କରି କରାହେଉଛି, ଯେଉଁଥିପାଇଁ କି ସକ୍ସେସ୍ ରେଟ୍ ଏତେ ଭଲ ମିଳୁଛି। ସାର୍ ଏଠାରେ ଆପଣ ଯଦି ଡକା ହେବ କ୍ଷାରସୂତ୍ର କରିବାକୁ କହିଲେ ପାଇଲ୍ସ ଫିସ୍ତୁଲା ପାଇଁ ଗଲେ ଆସିବେ ସାର୍? ନିଶ୍ଚିତ ରୂପେ ଡକ୍ଟର ସୁଜିତ ପାଣିଗ୍ରାହୀ ଯେପରି ଚିକିତ୍ସା କ୍ଷେତ୍ରରେ ନିଜର ଅବଦାନ ରଖିଛନ୍ତି, ମୋତେ ବି ସୁବିଧା ମିଳିଲେ ନିଶ୍ଚିତ ମୁଁ ମଧ୍ୟ ମୋର ସହଯୋଗ ଏବଂ ଅବଦାନ କରିବା ପାଇଁ ଚେଷ୍ଟା କରିବି ଚିକିତ୍ସା କ୍ଷେତ୍ରରେ। ମୋର ପଞ୍ଚକର୍ମ ସହିତ କ୍ଷାରସୂତ୍ର ଗୋଟେ ମୁଖ୍ୟ ଚିକିତ୍ସା, ମୋର ଚିକିତ୍ସା ପଦ୍ଧତି। ଆଣ୍ଡ କ୍ଷାରସୂତ୍ର ଦ୍ୱାରା ବିଭିନ୍ନ ପ୍ରକାର ରୋଗର ଚିକିତ୍ସା, ସ୍ପେଶାଲି ଅଶ୍ରମଳଗୁଣ୍ଠ ଭଗନ୍ଦର ଆଦି ଯେତେବେଳେ ଆନୋରେକ୍ଟାଲ ଡିଜିଜେସ୍ ଅଛି, ତାହାର ବହୁତ ସୁଚାରୁ ରୂପେ ସହଜ ପଦ୍ଧତିରେ ଏବଂ କମ୍ ଖର୍ଚ୍ଚ ବିନିମୟରେ ଅପରେସନ୍ ହେଇପାରୁଛି, ଯେଉଁଥିରେ କି ପେସେଣ୍ଟସ୍ ମାନଙ୍କୁ ବେଶୀ ହଇରାଣ ହେବାକୁ ପଡ଼ୁନାହିଁ। ଅନନେସେସାରିଲି ଆଣ୍ଟିବାୟୋଟିକ୍ ଅତ୍ୟଧିକ ଆମାଉଣ୍ଟରେ ଇଣ୍ଟେକ୍ କରିବାର କୌଣସି ଆବଶ୍ୟକତା ନାହିଁ। ପେନ୍ କିଲର ସେମିତି ବିଶେଷ ଆବଶ୍ୟକତା ରହୁନି। ହସ୍ପିଟାଲାଇଜେସନର ଆଡମିସନ୍ ହେଇକି ରହିବା ଏବଂ ତାଙ୍କର କାମ କାର୍ଯ୍ୟକଳାପ ଯେଉଁ ବାଧାପ୍ରାପ୍ତ ହେଉଛି ସେଇଟା ହେବ ନାହିଁ। ଏବଂ ଖୁବ୍ ଶୀଘ୍ର ଆଣ୍ଡ ମୁଖ୍ୟ ଜିନିଷ ହେଉଛି ମଳଗଣ୍ଟକ ଆଣ୍ଡ ଅର୍ଥ ଚିକିତ୍ସାରେ ଲୋକଙ୍କୁ ଭୟ ଥାଏ ଯେ ପୁଣି ଥରେ 2 ବର୍ଷ ପରେ ଆଉ ଥରେ ହେଇଯିବ। ସେଇ ଭୟଟା ଆଉ ଲାଇଫ୍ ଲଙ୍ଗ ରହିବ ନାହିଁ। ଜୀବନ ଯାକ ପାଇଁ ରୋଗର ଚିକିତ୍ସା ହେଉଛି। କୌଣସି ବଡ଼ ଆନାସ୍ଥେସିଆ, କୌଣସି ବଡ଼ କଟାକଟି ପ୍ରୋସିଜିଓର ନୁହଁ, ଛୋଟ ପ୍ରୋସିଜିଓର, ସକ୍ସେସ୍ ରେଟ୍ ଅଧିକ ଏବଂ ଆପଣଙ୍କ ହସ୍ପିଟାଲ ଷ୍ଟେ ଏବଂ ଖର୍ଚ୍ଚାନ୍ତରୁ ଅନ୍ନେସେସରି ବ୍ୟୟରୁ ଆପଣ ବଞ୍ଚିପାରିବେ। ଧନ୍ୟବାଦ ସାର୍।